ସେତେବେଳକୁ ଚିତ୍ତୋଡ଼ ସାମ୍ରାଜ୍ୟର ରାଜା ଥିଲେ ରାଜା ପ୍ରବୀଣ ପ୍ରତାପ। ରାଜା ରାଣୀ ଚନ୍ଦ୍ରାବତୀ ଏବଂ ପୁତ୍ର ସୁମିତ କୁମାରଙ୍କ ସହ ବେଶ୍ ଖୁସିରେ ଥିଲେ। ରାଜ୍ୟବାସୀ ରାଜାଙ୍କୁ ଭଲ ପାଉଥିଲେ, କାରଣ ରାଜା ଥିଲେ ଦୟାଳୁ ପ୍ରକୃତିର। ପ୍ରଜାମାନଙ୍କ ଭଲମନ୍ଦରେ ସାଥୀ ହେଉଥିଲେ। ଯାହାର ଯେକୌଣସି ଅସୁବିଧା ହେଇଥାଉ ନା କାହିଁକି ରାଜା ତାକୁ ସମାଧାନ କରୁଥିଲେ। ରାଜାଙ୍କର ମୁଖ୍ୟ ସେନାପତି ଥିଲା ଦୁର୍ଦାନ୍ତ ସିଂ। ସେ ଭାରି ଖଳ ପ୍ରକୃତିର ଲୋକ ଥିଲା, ହେଲେ ରାଜାଙ୍କ ପାଖରେ ସେ ତାର ଖଳ ପ୍ରକୃତି ଦେଖେଇ ପାରୁନଥିଲା। ଦୁର୍ଦାନ୍ତ ସିଂର ଚିତ୍ତୋଡ଼ ସାମ୍ରାଜ୍ୟ ଉପରେ ଲକ୍ଷ୍ୟ ଥିଲା। ସେ ଚାହୁଁଥିଲା ଚିତ୍ତୋଡ଼ ସାମ୍ରାଜ୍ୟର ରାଜା ସେ ନିଜେ ହେବାକୁ। ତେଣୁ ସେ ପଡ଼ୋଶୀ ରାଜ୍ୟର ରାଜାଙ୍କ ସହ ମିଶି ଏକ ଯୋଜନା ପ୍ରସ୍ତୁତ କରିଥିଲା। ଦିନେ ରାତ୍ରି ସମୟରେ ସେ ଚିତ୍ତୋଡ଼ ସାମ୍ରାଜ୍ୟ ଉପରେ ଆକ୍ରମଣ କଲା। ସେହି ଯୁଦ୍ଧରେ ଚିତ୍ତୋଡ଼ ସାମ୍ରାଜ୍ୟ ଛାରଖାର ହୋଇଗଲା ଏବଂ ରାଜା ପ୍ରବୀଣ ପ୍ରତାପ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିଲେ। ସେତେବେଳକୁ ରାଜକୁମାର ସୁମିତ ଗୁରୁକୁଳ ଆଶ୍ରମରୁ ପ୍ରାସାଦକୁ ଫେରୁଥାନ୍ତି। ବାଟରେ ଶୁଣିବାକୁ ପାଇଲେ ଯେ ସେନାପତି ଦୁର୍ଦାନ୍ତ ସିଂ ବିଶ୍ୱାସଘାତକତା କରିଛି। ରାଜା ଏବଂ ରାଣୀ ଆଉ ଏ ଦୁନିଆରେ ନାହାନ୍ତି। ଏବେ ବି ଜଗି ରହିଛନ୍ତି ରାଜକୁମାରଙ୍କୁ ମାରିବାକୁ। ଅସ୍ତ୍ରଶସ୍ତ୍ରରେ ପାରଙ୍ଗମ ସୁମିତ କେବେ ବି କାହାକୁ ଭୟ କରୁନଥିଲେ, ହେଲେ ସେଦିନ ପଛକୁ ପାଦ ଫେରେଇ ନେଇଥିଲେ। କା ପୁରୁଷକୁ ଘୃଣା କରୁଥିବା ଲୋକଟି ସେଦିନ କା ପୁରୁଷ ସାଜିଥିଲା। ସେ ଜାଣିଥିଲେ ଏତେ ସୈନ୍ୟ ସାମନ୍ତଙ୍କ ପାଖରେ ସେ କିଛି ବି କରିପାରିବେ ନାହିଁ। ତେଣୁ ଆଖିରୁ ଲୁହ ପୋଛି ପଛକୁ ଫେରିଗଲେ ଗୋଟିଏ ନୂଆ ପରିଚୟର ସନ୍ଧାନରେ। ସେହି ରାତି ନିଜ ରାଜ୍ୟ ଛାଡ଼ି ଅନ୍ୟ ଏକ ରାଜ୍ୟରେ ଯାଇ ପହଞ୍ଚିଲେ। ଏଣେ ପେଟରେ ଭୋକ, ଖାଇବା ପାଇଁ ପଇସାଟିଏ ବି ନାହିଁ। ପଇସା ପାଇଁ କିଛି କାମଧନ୍ଦା କରିବାକୁ ପଡ଼ିବ। ତେଣୁ କାମଧନ୍ଦା ଖୋଜିବାକୁ ବାରଦୁଆର ହେଲେ। ଶେଷରେ ଗୋଟିଏ ପାନ୍ଥଶାଳାରେ ରାଜକୁମାର ସୁମିତଙ୍କୁ ରୋଷେଇଆ ରୂପେ ଗୋଟିଏ କାମ ମିଳିଲା। ନିଜ ପରିଚୟ ଲୁଚାଇ ବେଶ କିଛି ଦିନ ଭଲରେ କାମ କଲେ, ହେଲେ ପୁରୁଣା ସ୍ମୃତି ତାଙ୍କୁ ସବୁବେଳେ ଖାଇ ଚାଲିଥିଲା। ତାଙ୍କ ଆଖିରେ ଥିଲା ପ୍ରତିଶୋଧର ନିଆଁ। କିନ୍ତୁ କେମିତି ଏହା ସମ୍ଭବ ହେବ? କେମିତି ସେ ନିଜକୁ ମଜବୁତ କରିବେ? କାହାକୁ ନେଇ ଗୋଟିଏ ସଂଘ ଗଢ଼ିବେ ଯେଉଁମାନେ କି ଦୁର୍ଦାନ୍ତ ସିଂର ଗାରିମାକୁ ଭାଙ୍ଗି ଚୁରମାର କରିଦେବେ? ଏମିତି ଭାବି ଭାବି ସେ ନିଜ କାମରେ ଧ୍ୟାନ ଦେଇପାରିଲେ ନାହିଁ। କାମକୁ ସବୁବେଳେ ବିଳମ୍ବରେ ଆସିଲେ। ରୋଷେଇବାସ ବି ଠିକ୍ଠାକ୍ କଲେ ନାହିଁ। ଫଳରେ ପାନ୍ଥଶାଳାର ମାଲିକ ରାଜକୁମାରଙ୍କୁ କାମରୁ ବିଦା କରିଦେଲା। ରାଜକୁମାର ଗୋଟିଏ ଜଙ୍ଗଲ ପଥ ଦେଇ ଆଗକୁ ବଢ଼ିଲେ। ଏତକ ବି ଜାଣିନଥିଲେ ଯେ ସେ କେଉଁଠିକୁ ଯାଉଛନ୍ତି, ତାଙ୍କ ଠିକଣା କେଉଁଠି। ଏହା ଭିତରେ ସୂର୍ଯ୍ୟ ତାଙ୍କର ସୁନେଲି କିରଣ ଦେଇ ଫେରିଯିବାକୁ ବସିଥିଲେ। ଝାପ୍ସା ଝାପ୍ସା ଅନ୍ଧାର ମାଡ଼ି ଆସୁଥାଏ, ତଥାପି ରାଜକୁମାର ପାଦ ଆଗକୁ ପକାଉଥାନ୍ତି। ହେଲେ ଆଉ ଅଧିକ ବାଟ ଯାଇପାରିଲେନି ସେ। ଦିନମାନ ଚାଲି ଚାଲି ସେ ଥକି ଯାଇଥିଲେ। ଗୋଟିଏ ଗଛ ମୂଳେ ଥକା ମେଣ୍ଟେଇବା ପାଇଁ ବସି ପଡ଼ିଲେ। ସେହି ଜଙ୍ଗଲର ଶେଷ ମୁଣ୍ଡରେ ଥିଲା ଗୋଟିଏ ନଦୀ। ନଦୀର କୁଳୁ କୁଳୁ ସଙ୍ଗୀତରେ ରାଜକୁମାରଙ୍କ ଆଖି ଦିଟା ଝାମେଇ ଆସୁଥିଲା। ଠିକ୍ ଏହି ସମୟରେ ଦୂରରୁ ଶୁଭିଲା ଯୁବତୀମାନଙ୍କର ଖିଲିଖିଲି ହସ। ଚାରିଆଡ଼େ ସୁନସାନ ହେତୁ ସ୍ପଷ୍ଟ ବାରି ହେଉଥିଲା ସେ ଶବ୍ଦ। ରାଜକୁମାରଙ୍କର ଝାପ୍ସା ନିଦ ଭାଙ୍ଗିଗଲା। ଦୌଡ଼ି ଯାଇ ନଦୀ ପାଖରେ ଦେଖନ୍ତେ 5 ଜଣ ଅପୂର୍ବ ସୁନ୍ଦରୀ ଝିଅ। ସେମାନଙ୍କ ଭିତରୁ ନୀଳ ଶାଢ଼ୀ ପିନ୍ଧିଥିବା ଝିଅଟି ବେଶ ସୁନ୍ଦର। ରାଜକୁମାର ଦୂରରୁ ସେ ଝିଅଟିକୁ ଅନେଇ ରହିଥାନ୍ତି। ସଙ୍ଗେ ସଙ୍ଗେ ଯୁବତୀମାନଙ୍କ ଦେହରେ 2ଟି ଲେଖାଏଁ ପର ଲାଗିଗଲା ଏବଂ ସେମାନେ ଆକାଶକୁ ଉଡ଼ିଯିବାକୁ ବାହାରନ୍ତେ ରାଜକୁମାର ମଧ୍ୟ ପରୀମାନଙ୍କର ପିଛା କରି ଚାଲିଲେ। ହଠାତ୍ ସେ ଝୁଣ୍ଟି ପଡ଼ିଲେ। ପଛରୁ ଶୁଣିବାକୁ ପାଇଲେ, କୁଆଡ଼େ ଯାଉଛ ରାଜକୁମାର? ରାଜକୁମାର ମନେ ମନେ ଭାବିଲେ, ଏତେ ଅନ୍ଧାରରେ ପୁଣି ଏ ଜଙ୍ଗଲ ଭିତରେ ମୋତେ କିଏ ଡାକିଲା? ପଛରୁ ପୁଣି ଶୁଭିଲା, ମୋତେ ଡର ନାହିଁ ରାଜକୁମାର। ରାଜକୁମାର ସୁମିତ ଏଥର ଭୀଷଣ ଡରିଗଲେ ଏବଂ ଦୌଡ଼ିବାକୁ ଲାଗିଲେ। ପଛରୁ ପୁଣି ଶୁଭିଲା, ରାଜକୁମାର
ତୁମକୁ ତୁମ ରାଜ୍ୟବାସୀ ଅପେକ୍ଷା କରିଛନ୍ତି। ତୁମେ କ'ଣ ଚାହୁଁଛ ତୁମ ରାଜ୍ୟର ପ୍ରଜାମାନେ ଏମିତି ପୋକମାଛି ପରି ମରନ୍ତୁ? ତୁମେ କ'ଣ ସେନାପତି ଦୁର୍ଦାନ୍ତ ସିଂଙ୍କୁ ହରାଇ ରାଜ୍ୟବାସୀଙ୍କ ଶୁଖିଲା ଓଠରେ ହସ ଚେନାଏ ଭରିପାରିବନି? ଯେଉଁ ସେନାପତି ତୁମକୁ ତୁମଠୁ ତୁମ ବାବା ମା ରାଜ୍ୟ ସିଂହାସନ ଛଡ଼େଇ ନେଲା, ତୁମେ କ'ଣ ତାକୁ ଏମିତି ଛାଡ଼ିଦେବ? ଏକଥା ଶୁଣି ରାଜକୁମାରଙ୍କ ପାଦ ଆଉ ଆଗକୁ ବଢ଼ିଲା ନାହିଁ। ସେ ପଛକୁ ଫେରି ଆସିଲେ। ସେତେବେଳକୁ ଏତେ ଅନ୍ଧାର ହେଇଯାଇଥିଲା ଯେ ରାଜକୁମାର ସେ ଲୋକଟିକୁ ଦେଖିପାରୁନଥିଲେ। ରାଜକୁମାର ପଚାରିଲେ, ତମେ ମୋ ବିଷୟରେ କେମିତି ଜାଣିଲ? ସେ ଅଦୃଶ୍ୟ ଲୋକଟି କହିଲା, ମୁଁ ହେଉଛି ସେ ରାଜ୍ୟର ଜଣେ ପ୍ରଜା, ଆଉ ବର୍ତ୍ତମାନ ଆମେ ଚିତୋଡ଼ ଜଙ୍ଗଲରେ ଅଛୁ, ଯେଉଁଟାକି ତୁମ ରାଜ୍ୟ, କିନ୍ତୁ ବର୍ତ୍ତମାନ ସେନାପତି ଦୁର୍ଦାନ୍ତ ସିଂର ଅଧୀନରେ ଅଛି। ରାଜକୁମାର, ସେନାପତିକୁ ତୁମେ କେବେ ବି ସାମ୍ନାସାମ୍ନି ମାରିପାରିବ ନାହିଁ, କାରଣ ତାକୁ ଗୋଟିଏ ରାକ୍ଷସ ସାହାଯ୍ୟ କରୁଛି। ଯଦି ପ୍ରଥମେ ତୁମେ ସେ ରାକ୍ଷସକୁ ମାରିଦିଅ, ତେବେ ସେନାପତିକୁ ମାରିବା ସହଜ। ତମେ ମୋ କଥା ମାନି ଏଇପଟେ ଯାଅ। ଆଗକୁ କ'ଣ କରିବାକୁ ହେବ ତୁମେ ଆପେ ବୁଝିଯିବ। ଆଉ ହଁ, ମନେ ରଖ, ରାତି ପାହିବା ମାତ୍ରକେ ତୁମେ ଯାହାକୁ ପ୍ରଥମେ ଦେଖିବ ସେ ହେବ ତୁମ ରାଣୀ, ଏବଂ ତାରି ସହାୟତାରେ ତୁମେ ସେନାପତି ଦୁର୍ଦାନ୍ତ ସିଂଙ୍କୁ ପରାସ୍ତ କରିପାରିବ। ରାଜକୁମାର ଏହା ଶୁଣି ସେ ଅଦୃଶ୍ୟ ଲୋକଟିକୁ ଧନ୍ୟବାଦ ଦେଇ ସେଠାରୁ ଚାଲିଗଲେ। ରାଜକୁମାର ଏକା ନିଘାକେ ସେ ଅଦୃଶ୍ୟ ଲୋକଟି କହିଥିବା ଦିଗକୁ ଚାଲିଲେ, ହେଲେ ତାଙ୍କ ରାସ୍ତାର ସମାପ୍ତି ନଥିଲା। କିଛି ଘଣ୍ଟାର ବ୍ୟବଧାନ ପରେ ସୂର୍ଯ୍ୟ ଅନ୍ଧାରର ଛାତି ଚିରି ଲାଲ କିରଣର ଆଗମନରେ ଧରାପୃଷ୍ଠରେ ପଡ଼ିଲେ। ଠିକ୍ ସେହି ସମୟରେ ରାଜକୁମାର ପୁଣି ଥରେ ଯୁବତୀମାନଙ୍କର ଖିଲିଖିଲି ହସ ଶୁଣିବାକୁ ପାଇଲେ। ଟିକେ ଆଗକୁ ଯାଇ ଦେଖନ୍ତି ତ ସେହି 5ଟି ପରି ଏବଂ ମଝିରେ ନୀଳ ଶାଢ଼ୀ ପିନ୍ଧିଥିବା ନୀଳ ପରି, ଯାହାକୁ ସେ ଗତ ସଞ୍ଜବେଳେ ଦେଖିଥିଲେ। ସେତେବେଳକୁ ରାଜକୁମାର ନୀଳପରୀକୁ ଭଲ ପାଇସାରିଥିଲେ। ଏତେ ସୁନ୍ଦରୀ ଝିଅକୁ ସେ ଆଗରୁ କେବେ ଦେଖିନଥିଲେ। ହଠାତ୍ ରାଜକୁମାରଙ୍କ ମୁହଁରୁ ବାହାରି ଆସିଲା, ନୀଳପରୀ, ତୁମେ ବହୁତ ସୁନ୍ଦର, ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି। ଏହି କଥାଟି ନୀଳପରୀ ଏବଂ ଅନ୍ୟ ସାଥୀମାନେ ଶୁଣିପାରିଲେ। ନୀଳପରୀ ରାଜକୁମାରଙ୍କ ପାଖକୁ ଆସିଲା ଏବଂ କହିଲା, ସତରେ କ'ଣ ତୁମେ ମୋତେ ବିବାହ କରିବାକୁ ଚାହଁ? ରାଜକୁମାର କହିଲେ, ହଁ, ମୁଁ ତୁମକୁ ବିବାହ କରିବାକୁ ଚାହେଁ, କିନ୍ତୁ ତୁମେ ମୋତେ ପସନ୍ଦ କରୁଛ ନା ନାହିଁ? ନୀଳପରୀ ଉତ୍ତର ଦେଲା, ହଁ, ମୁଁ ବି ତୁମକୁ ପସନ୍ଦ କରୁଛି ଆଉ ବିବାହ କରିବାକୁ ଚାହୁଁଛି। ରାଜକୁମାର କହିଲେ, ଆମ ବିବାହ ହେବା ଏତେ ସହଜ ନୁହଁ। ଆମ ଦୁହିଁଙ୍କ ଭିତରେ ଗୋଟିଏ ରାକ୍ଷସ ବିବାଦ ସାଜୁଛି। ଯଦି ସେ ରାକ୍ଷସଟି ମରିଯାଏ, ତେବେ ଯାଇ ଏହା ସମ୍ଭବ ହେବ। ନୀଳପରୀ ରାଜକୁମାରଙ୍କୁ ତା ବିଷୟରେ ଏବଂ ରାକ୍ଷସ ବିଷୟରେ ପଚାରିଲେ। ରାଜକୁମାର ନିଜ ରାଜ୍ୟ ଆଉ ରାଜାଙ୍କ ପାଖରୁ ଆରମ୍ଭ କରି ସେନାପତି ଓ ରାକ୍ଷସ ସମ୍ପର୍କରେ ସବୁକିଛି କହିଲେ, କାରଣ ରାଜକୁମାର ସେ ଅଦୃଶ୍ୟ ଲୋକଟି ପାଖରୁ ଶୁଣିଥିଲେ ଯେ ପରଦିନ ସକାଳେ ଯିଏ ପ୍ରଥମେ ଦେଖା ହେବ ସେଇ ହେବ ମୋ ରାଣୀ, ଏବଂ ସେ ହିଁ ମୋ ରାଜ୍ୟକୁ ମୋତେ ଫେରାଇ ଦେବାରେ ସାହାଯ୍ୟ କରିବ। ତେଣୁ ସେ ନୀଳପରୀକୁ ସବୁକିଛି କହିଗଲେ। ନୀଳପରୀ କହିଲା, ସୁମିତ, ବର୍ତ୍ତମାନ ତୁମ ଅସୁବିଧା ମୋ ଅସୁବିଧା। ତୁମେ ଚିନ୍ତା କର ନା, ମୁଁ ସବୁକିଛି ଠିକ୍ କରିଦେବି। ଏହା କହି ନୀଳପରୀ ଗୋଟିଏ ନୀଳ ଉତ୍ତରୀୟ ରାଜକୁମାରଙ୍କୁ ଦେଇ ସେଠାରୁ ଚାଲିଗଲା। ଠିକ୍ ସେତିକି ବେଳେ ସେହି ରାକ୍ଷସ ସେଠି ଆସି ପହଞ୍ଚିଲା। ରାକ୍ଷସକୁ ଦେଖି ରାଜକୁମାର ଥରିବାକୁ ଲାଗିଲେ। ରାକ୍ଷସଟି ରାଜକୁମାରଙ୍କ ହାତରୁ ନୀଳପରୀର ସେହି ନୀଳ ଉତ୍ତରୀୟକୁ ଛଡ଼ାଇ ନେଲା ଏବଂ କହିଲା, ତୁ କ'ଣ ଭାବୁଛୁ ନୀଳପରୀ ମୋତେ ମାରିଦେବ ଆଉ ତୁ ତାକୁ ବିବାହ କରିବୁ? କଦାପି ନୁହଁ। କିନ୍ତୁ ଏ କ'ଣ? ରାକ୍ଷସ ହାତରେ ଥିବା ସେହି ନୀଳପରୀର ନୀଳ ଉତ୍ତରୀୟଟି ହଠାତ୍ ଗୋଟିଏ ଅଜଗରର ରୂପ ନେଲା ଏବଂ ସେହି ରାକ୍ଷସଟିକୁ ଗୋଟାପଣେ ଗିଳିଦେଲା। ଅଜଗରଟି ରାକ୍ଷସକୁ ମାରିଦେବା ପରେ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲା। ରାଜକୁମାର ଆଶ୍ଚର୍ଯ୍ୟ ହେଇ ଅନେଇ ରହିଥାନ୍ତି। ସେହି ସମୟରେ
ନୀଳପରି ସେଠାରେ ଆସି ପହଞ୍ଚିଲା ଏବଂ ରାଜକୁମାର ସୁମିତଙ୍କୁ କହିଲା, କେବଳ ଯେ ରାକ୍ଷସ ମରିଛି ତା ନୁହେଁ, ବରଂ ସେନାପତି ଓ ତାର ସାଥୀମାନେ ମଧ୍ୟ ମରିଛନ୍ତି। ଚାଲ ଏବେ ତୁମେ ତୁମ ରାଜ୍ୟକୁ ଫେରି ଚାଲ, ତୁମକୁ ପ୍ରଜାମାନେ ଅପେକ୍ଷା କରି ରହିଛନ୍ତି। ତାପରେ ରାଜକୁମାର ସୁମିତ ଏବଂ ନୀଳପରି ଚିତୋଡ଼ ସାମ୍ରାଜ୍ୟ ଆଡ଼େ ବାହାରିଲେ। ସେବେଠୁ ନୀଳପରି ଆଉ ପରିରାଜ୍ୟକୁ ଫେରିନି। ମର୍ତ୍ତ୍ୟ ଲୋକରେ ନିଜ ପରିବାର ସହ ଖୁସିରେ ରହିଛି।